ଦୋଳଯାତ୍ରା ଓ ହୋଲି ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। ଆଜି ଆମେ ହୋଲି ସ୍ପେଶାଲରେ ତିଆରି କରିବା କରଞ୍ଜି। ପୁରା ପରଫେକ୍ଟ କରଞ୍ଜି ଆପଣମାନଙ୍କୁ ଆଜି ମୁଁ ତିଆରି କରି ଦେଖେଇବି। ଆପଣ ବାହାରୁ ହଳଦୀରାମରୁ ଯେଉଁ କରଞ୍ଜି ଆଣି ଖାଆନ୍ତି ଦେଖିଥିବେ ତାର ଯେମିତି ଟେକ୍ସଚର ରହେ ଆଉ ଟେଷ୍ଟ ରହେ, ପୁରା ଏକଦମ ପରଫେକ୍ଟ ସେଇ ଟାଇପ୍ର ହେବ ବିନା ଛାଞ୍ଚରେ କରିବା। ଭାଙ୍ଗିକି ଦେଖାଉଛି ଦେଖନ୍ତୁ, ଭିତର କେତେ ବଢ଼ିଆ ଭାବରେ ଜୁସି ହେଇଛି। ଏମିତି ଜୁସି ହେବ, ଖାଇବାରେ ମଜା ଆସିଯିବ। ହୋଲିରେ ଥରେ ନିଶ୍ଚିନ୍ତ ଟ୍ରାଏ କରନ୍ତୁ। ଯାହାକୁ ବି ଦେବେ ନା ଖାଇବାକୁ ଆପଣଙ୍କର ପ୍ରଶଂସା ତ ନିଶ୍ଚିନ୍ତ ଭାବରେ କରିବ, ଆଉ କେହି ବି ଜାଣିପାରିବେନି ଆପଣ ଆକୁ ଘରେ ତିଆରି କରିଛନ୍ତି। ଏତେ ଟେଷ୍ଟ ଲାଗିବ, ଗେଷ୍ଟମାନଙ୍କୁ ସର୍ଭ କରନ୍ତୁ। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲରେ। ଯଦି ଭିଡ଼ିଓଟି ଭଲ ଲାଗିବ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଏବେ ଚାଲନ୍ତୁ ତିଆରି କରିବା ହୋଲି ସ୍ପେଶିଆଲ କରଞ୍ଜିର ରେସିପି। ସିରା ତିଆରି କରିବା ପାଇଁ ମୁଁ ଏଠି ନେଇଛି ଗୋଟେ ଜାଗାରେ 1 କପ୍ ଆଉ 3/4 କପ୍, 1 କପ୍ରୁ ଟିକେ କମ୍। ସେଥିରେ ପକାଇଦେବି 1 କପ୍ ଆଉ 1/4 କପ୍ ପାଣି। ସେଥିରେ ଗୁଜୁରାତି ପକାଇଦେବା ଫ୍ଲେଭର ପାଇଁ। ଚିନିଟାକୁ ପାଣିରେ ମିଶାଇ ଦେବା, ଯେମିତି ଫୁଟିବା ଷ୍ଟାର୍ଟ ହେବ ସେଥିରେ କିଛି କେଶରର ପକାଇ ନେବା, ଯାହାଫଳରେ କଲର୍ଟା ଶିରାର ଭଲ ଭାବରେ ଆସିବ। ଗୋଟେ ଜାଗାରେ କାଢ଼ିକି ଶିରା ଦେଖୁଛି ଦେଖନ୍ତୁ, ଏକଦମ ଚିପଚିପା ବାଲା ଶିରା ତିଆରି କରିବା, ତାର ବାଲା ନାହିଁ, ଏକଦମ ହାତକୁ ଚିପଚିପ ଲାଗିବ। ସେଥିରେ ଟିକେ ଲେମ୍ବୁ ଚିପୁଡ଼ି ଦେଉଛି, ଯେମିତି ଶିରାଟା କ୍ରିଷ୍ଟାଲାଇଜ୍ ନ ହେବ, ଯେମିତି ଧଳା ଧଳା ହେଇକି ବସିଯାଏ ସେମିତି ବସିବନି। 1 କପ୍ ନେଲି ଅଟା, ଯେଉଁଥିରେ ରୁଟି ତିଆରି କରନ୍ତି, ସେଥିରେ ନେବା 1 କପ୍ ମଇଦା। 2 ଟେବୁଲ୍ ସ୍ପୁନ୍ ପକାଇଦେଲି ଗୁଆ ଘିଅ, 2 ପିଞ୍ଚ ଲୁଣ, ଏମିତି ହାତରେ 2 ପିଞ୍ଚ ଲୁଣ ପକାଇଦେବା, ଯେଉଁଟାକି ମିଠାଟାକୁ ବାଲାନ୍ସ କରିବ। ଭଲ ଭାବରେ ଘିଅଟାକୁ ଘଷି ଘଷିକି ମିକ୍ସ କରିଦେବା ଅଟାରେ। ଏଇ ଜାଗାରେ ଆପଣମାନେ ଚାହିଁଲେ ଖାଲି ଅଟାରେ ବି କରିପାରିବେ, ହେଲ୍ଦି ରହିବ। ଆଉ ଯେଉଁମାନେ ଅଟାରେ ପସନ୍ଦ କରନ୍ତିନି ସେମାନେ ଚାହିଁଲେ ଖାଲି ମଇଦାରେ ବି କରିପାରିବେ। ରେସିପି ସେମ୍ ରହିବ। ଏମିତି ମୁଠା କଲେ ଦେଖନ୍ତୁ ମୁଠା ହେଇଯାଉଛି, ଜାଣିବେ ଯେ ଘିଅର ଏମାଉଣ୍ଟ ଠିକ୍ ଅଛି। ଯଦି ମୁଠା ହେଉନଥିବ ତାହେଲେ ଆଉ ଟିକେ ଘିଅ ଆଡ଼୍ କରିପାରିବେ। ଏଥିରେ ହାଲକା ଉଷୁମ ପାଣି, ନଖ ଉଷୁମ ପାଣି ପକାଇକି ଅଟାଟାକୁ ଚକଟିବା, ଟିକେ ଟାଣ କରିକି ଚକଟିବା, ପୁରା ନରମ କରିବାନି। ଚକଟିଲା ପରେ ଉପରେ ଟିକେ ତେଲ ଲଗାଇକି ରଖିଦେଲି ସାଇଡ଼୍ରେ। ଏଠି ମୁଁ 250 ଗ୍ରାମର ଖୁଆ ନେଇଛି। ଖୁଆଟାକୁ ଟିକେ ଘିଅ ପକାଇକି ଭଲ ଭାବରେ ଭାଜି ନେବା। ଗୋଲ୍ଡେନ୍ ବ୍ରାଉନ୍ ହେଇଗଲାଣି, ଗୋଟେ ଜାଗାକୁ କାଢ଼ି ନେଉଛି। ସେଇ କଡ଼େଇରେ ଟିକେ କାଜୁ, ଟିକେ ବାଦାମକୁ ବି ଭାଜି ନେଉଛି। ହାଲକା ଭାଜି ହେଲା ପରେ କାଜୁ ବାଦାମଟାକୁ ବି କାଢ଼ି ନେବା। କିସମିସଟାକୁ ବି ଭାଜି ନେଇଥିଲି। ଏଠି ମୁଁ ନେଇଛି 1 କପ୍ ଡେସିକେଟେଡ୍ କୋକୋନଟ୍। ମାର୍କେଟରେ ଇଜିଲି ମିଳିଯିବ କେଉଁଠି ଗ୍ରୋସରୀ ସପ୍ରେ। ଯଦି ନଥିବ କିଛି ଚିନ୍ତା କରିବାର ନାହିଁ, ଆପଣ ଏଇ ଜାଗାରେ ସୁଜିର ୟୁଜ୍ କରିପାରିବେ। ସୁଜି ନେଲେ ଆପଣ 1/2 କପ୍ ସୁଜି ଏଥିରେ ଆଡ଼୍ କରିବା। ସୁଜିଟାକୁ ବି ଗୋଲ୍ଡେନ୍ ବ୍ରାଉନ୍ କରିକି ଘିଅରେ ଭାଜିବା। ନଡ଼ିଆ ପାଉଡ଼ର ନଥିଲେ ସୁଜି ୟୁଜ୍ କରନ୍ତୁ। ତେଣୁ ଏଇ କୋକୋନଟ୍ ପାଉଡ଼ରଟାକୁ ଆମେ ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଲା ତକ ଭାଜିବା। ହାଲକା ହାଲକା ଟିକେ ବ୍ରାଉନିଶ୍ କଲର୍ ଦେଖାଯିବ, ଦେଖନ୍ତୁ ହେଇଗଲାଣି। ତାକୁ ବାହାର କରିକି ଗୋଟେ ଜାଗାରେ ମୁଁ କାଢ଼ି ନେଉଛି। ସବୁ ଜିନିଷକୁ ଥଣ୍ଡା ହେବାକୁ ରଖିଦେବା। ମନେ ରଖିବେ, ଥଣ୍ଡା ହେଲା ପରେ ସବୁ ଜିନିଷ ମିକ୍ସ କରିବା। ଦେଖନ୍ତୁ ଏଇନା ଡେସିକେଟେଡ୍ କୋକୋନଟ୍ଟା ଥଣ୍ଡା ହେଇଯାଇଛି, ସେଥିରେ ମୁଁ କିସମିସ୍ ଆଡ଼୍ କରିଦେବି। ସବୁ ଜିନିଷକୁ ଯେଉଁ ଭାଜିକି ରଖିଥିଲି କାଜୁ ବାଦାମକୁ ବି ପକାଇ ନେବା। ପିସ୍ତା ଥିଲେ ପିସ୍ତା ବି ଆଡ଼୍ କରିପାରନ୍ତି। ଏଠି ଖୁଆଟାକୁ ଯେଉଁ ଭାଜିକି ରଖିଥିଲି ତାକୁ ବି ପକାଇଦେଲି। ସବୁ ଜିନିଷକୁ ହାତରେ ଏମିତି ଚକଟି ଚକଟି ଭଲ ଭାବରେ ମିକ୍ସ କରିଦେବା। ମିକ୍ସ କଲା ପରେ ଏଠି 4ରୁ 5 ବଡ଼ ଚାମଚ ମୁଁ ଚିନି ଆଡ଼୍ କରିଛି। ଚିନିର ପାଉଡ଼ର, ଚିନିକୁ ଗ୍ରାଇଣ୍ଡ କରିକି ପାଉଡ଼ର କରିଦେବେ, ସେ ପାଉଡ଼ରଟାକୁ ଆଡ଼୍ କରିବେ। ଏଠି ମୁଁ ପାଖାପାଖି 5 ବଡ଼ ଚାମଚ ଚିନି ଆଡ଼୍ କରିଛି। ସାଇଡ଼୍ରେ ରଖିଥିବା, ଯିବା ନେକ୍ସଟ ପ୍ରୋସେସ୍କୁ। ଦେଖନ୍ତୁ ଅଟାଟା ପୁରା ସେଟ୍ ହେଇଯାଇଛି। ଆଉ ଥରେ ଭଲ ଭାବରେ ମୁଁ ଚକଟି ନେଲି। ଏମିତି ଲମ୍ବା କରିଦେବା, ତାକୁ ଛୋଟ ଛୋଟ ଗୁଳା କରିନେବା। ଗୁଳା କଲା ପରେ ଏମିତି ଗୋଲ ଗୋଲ କରିନେଲି। ଦେଖନ୍ତୁ ଏମିତି ବେଲି ଦେବା, ପୁରୀ ପରିକା ପତଳା କରିକି ବେଲିବା, ବେଶୀ ମୋଟା ରଖିବାନି। ଗୁଜିଆର ସାଇଜ୍ ସମାନ ରଖିବା ପାଇଁ ମୁଁ ଏମିତି ଗିନାରେ କାଟି ନେଉଛି, ଯାହାଫଳରେ ସେପ୍ଟା ସମାନ ରହିବ। ଏଠି 1 ବଡ଼ ଚାମଚ ମୁଁ ଦେଇଦେଲି ପୁର। ତା ସାଇଡ଼୍ରେ ଏମିତି ପାଣି ଲଗାଇଦେବା। ପାଣି ଲଗାଇକି ଏମିତି ହାତ ରଖିକି ଯେମିତି ପୁରଟା ଭିତରକୁ ରହିବ, ଏମିତି ସାଇଡ଼୍ ସାଇଡ଼୍କୁ ଭଲ ଭାବରେ ପ୍ରେସ୍ କରିଦେବା। ଦେଖନ୍ତୁ ବଢ଼ିଆ ଭାବରେ ଏମିତି ପ୍ରେସ୍ କରିନିଅନ୍ତୁ ଚାପି ଚାପିକି। ତାପରେ ଦେଖନ୍ତୁ ଏଇଟାକୁ ଫୋଲ୍ଡ କରିବା। ପୁରା କରିବା ଇଜି, ଆପଣମାନେ ସମସ୍ତେ କରିପାରିବେ। ଥରେ ଏମିତି କରିକି ମୁଁ ସବୁ କରଞ୍ଜିକୁ ତିଆରି କରିନେଲି। ତେଲକୁ ଗରମ କରି ନେଉଛି। ତେଲକୁ ହାଲକା ଗରମ କରିକି ଫ୍ରାଏ କରିବା। ବେଶୀ ଗରମ କଲେ କ'ଣ ହେବ ନା, ସାଙ୍ଗେ ସାଙ୍ଗେ ଉପରୁ ଜଳିଯିବ, ଭିତରଟା କଞ୍ଚା ରହିବ। ହାଲକା ଉଷୁମ ଥିବ, ଆମେ
तेल छाणिबा। देखिए गोटे पटे हल्का हल्का टिके गोल्डन ब्राउन हैला परे आमे उल्टेबा। बिल्कुल एथरे उल्टेबेनी जेतेबेले कंचा थिबो नले भांगी जिवो। सेमती छाड़ी देउची। टिके टिके जेतेबेले गोल्डन गोल्डन हे जिवो तापरे आमे उल्टे दबा को। करंजी तैयारी करबा बहुत इजी आ खाइबा को बहुत टेस्ट। मार्केट रो आनी खाउचंती घरे थरे निश्चिंत ट्राई करंतु। समस्त को पसंद आसीबो देखिबे। देखंतु आ उल्टे देछि मु टिके हल्का गोल्डन ब्राउन हेतिला। उल्टेला परे चारिपटे भल भाबरे जेतेबेले गोल्डन ब्राउन हे जिवो ताको आमे बाहर करनबा। तो मार्केट रो जदि आपण माने करंजी आनिबे तेबे खाली मैदार ही पाइबे। हेल्थ जोगु आपण को एठी मु गोटे कप मैदा गोटे कप अटारे करिछि। आपण चाहिए पूरा अटारे भी करि परिबे। देखंतु पूरा परफेक्ट हे जाइछि। आको आमे बाहर करनबा। बाहर कला परे आमे सिराटा को गरम करिबा। जदि सिराटा ठंडा हे जाइथिबो सिराटा को टिके गरम करिकि से गरम सिरा रे करंजी को पकेबा। ठंडा सिरा रे बिल्कुल पकेबेनी नले सोक हबनी। सिराटा को टिके गरम कर देली ता धरे करंजी को ऐड करि नउची। ऐड कला परे रखि देबा कवर करिकि साइड रे। तापरे नेक्स्ट बैच रे आ जो करंजी अछि ताको भी सेम प्रोसेस रे आमे फ्राई करनबा। सेम प्रोसेस रे करंजी को फ्राई कला परे ताको भी नहीं कि सेमती गरम सिरा रे पके देली। पाखापाखी 2 घंटा मु छाड़ी देली सिरा रे। देखंतु गोटे भी करंजी तेल रे फाटेनी। एकदम परफेक्ट हेची। 2 घंटा परे देखंतु मु सर्व करूची केते बढ़िया भाबरे हेची। देखंतु केही भी कहबेनी आपना को घरे तयारी करचंती। समस्त को लागिबो आपना को हल्दीराम रो आनिचंती। परफेक्ट हल्दीराम रो करंजी आपण माने घरे तयारी करि परिबे। थरे निश्चिंत ट्राई करंतु। जदि वीडियोटी भल लागिला प्लीज वीडियोटी को लाइक कर देबे। अन्य मानक सहित शेयर करिया को भूलिबे नहीं। तेबे रहूची पुणी देखा हबो गोटे नुआ वीडियो रे। जय जगन्नाथ।